ବର୍ତ୍ତମାନ ଟାଇମ୍ରେ ଆପଣ ଯଦି କ୍ରୋମ୍ ବ୍ରାଉଜର୍ ଗୁଗୁଲରେ ସର୍ଚ୍ଚ କରିବେ ଓଡ଼ିଶା ପୋଲିସ ଶଳା ଏଥିରେ କ'ଣ ହେଉଛି ନା ଗୋଟେ ବେଳେବେଳେ ୱେବସାଇଟ୍ ଓପନ୍ ହେଉନି। ବେଳେବେଳେ ୱେବସାଇଟ୍ର ମାନେ ସବୁଦିନ ଆର ୱେବସାଇଟ୍ ଅପଡ଼େଟ୍ ହେଉଛି, ଆପଣ ମଧ୍ୟ ଦେଖିପାରୁଥିବେ। ଓକେ, ତ ଆଉ କିଛି ସମୟ ଭିତରେ ଘଣ୍ଟା 2 ଘଣ୍ଟା ପୂର୍ବରୁ ମଧ୍ୟ ୱେବସାଇଟ୍ ଓପନ୍ କରିଥିଲେ, ୱେବସାଇଟ୍ ଓପନ୍ ହେଉନଥିଲା। ଆଉ ପୁଣି ଅପଡ଼େଟ୍ ମଧ୍ୟ ଆପଣମାନେ ଦେଖିପାରୁଥିବେ ଡେଲି। ଆଜି ହେଉଛି 31 ଅଗଷ୍ଟ ମଧ୍ୟ ଅପଡ଼େଟ୍। ତା ପୂର୍ବରୁ ମୁଁ ତୁମକୁ କହିଦେଉଛି, ଆଗରୁ ଯେଉଁ ଆମର ଓଡ଼ିଶା ପୋଲିସ ତମେ ଯେତେବେଳେ ବି ଆପଣମାନେ ୱେବସାଇଟ୍ ଓପନ୍ କରିଥିଲେ ତାର 100% ବହୁତ ଶୀଘ୍ର ଇନଷ୍ଟାଣ୍ଟଲି ଓପନ୍ ହୋଇଯାଉଥିଲା ଏବଂ କୌଣସି ତାର ଅପଡ଼େଟ୍ ମଧ୍ୟ ଆସୁନଥିଲା। 2023ରୁ କେବଳ ତାର ଅପଡ଼େଟ୍ ଆସୁନଥିଲା, ଯାହା ବି ଯେତେବେଳେ ବି ଆମର SI 2021 ମସିହା ସେତେବେଳେ ବି ଯାହା ବି ଅପଡ଼େଟ୍ ଥିଲା। ବର୍ତ୍ତମାନ ଟାଇମ୍ 6-7 ଦିନ ହେଲାଣି ପ୍ରତିଦିନ ଅପଡ଼େଟ୍ ହେଇ ଚାଲିଛି ୱେବସାଇଟ୍। ତା ମାନେ କ'ଣ, ଆପଣମାନେ ଜାଣିଥିବେ ୱେବସାଇଟ୍ ଅପଡ଼େଟ୍ ହେବାର ମାନେ ଆପଣମାନେ ଜାଣିଥିବେ ଆମର ରିକ୍ରୁଟମେଣ୍ଟ ବହୁତ ଜଲ୍ଦି ଆସୁଛି। ମୁଁ ଆପଣ ବି ଅଲରେଡ଼ି ବି କହିଛି ରିକ୍ରୁଟମେଣ୍ଟ କେବେ ଆସିବ ବି ମାସେ ପୂର୍ବରୁ ଆମ ଚ୍ୟାନେଲରେ ଭିଡ଼ିଓ ମଧ୍ୟ ଅପଲୋଡ଼ କରିଦେଇଛି। ଏବଂ ଆପଣମାନେ ବି ସବୁ ଯେତେ ପ୍ରକାର ନ୍ୟୁଜ୍ ଚ୍ୟାନେଲ ଆପଣମାନେ ଦେଖିପାରୁଥିବେ ସେପ୍ଟେମ୍ବର ମାସରେ ଆମର OCBR ବି SI ଏଇ ସେପ୍ଟେମ୍ବର ଅକ୍ଟୋବର ବିଷୟରେ ବାହାରି ପଡ଼ିବ। ଓକେ, ଆପଣମାନେ ଜାଣିଥିବେ ମୁଁ ନିହାତି ଭାବରେ ଆପଣମାନଙ୍କ ଗ୍ରୁପ୍ରେ ମଧ୍ୟ ଅଲରେଡ଼ି ବି ସେଣ୍ଡ କରିଦେଇଛି। ତା ବାବଦରେ ମଧ୍ୟ ଭିଡ଼ିଓ ମୁଁ ଅଲରେଡ଼ି ମଧ୍ୟ ଅପଲୋଡ଼ କରିଦେଇଛି। ତ 1 ମନ୍ଥ ପୂର୍ବରୁ ମଧ୍ୟ ମୁଁ ଗୋଟେ ଭିଡ଼ିଓ ଅପଲୋଡ଼ କରିଦେଇଛି। ଆଉ ଯଦି ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଏବେ ରିସେଣ୍ଟଲି ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲ୍ କ୍ଲିକ୍ କରନ୍ତୁ, କାରଣ ମୁଁ ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବି ଆପଣଙ୍କ ପାଖରେ ନୋଟିଫିକେସନ୍ ପହଞ୍ଚିବ। ତ ଭିଡ଼ିଓ ଉପରେ କ୍ଲିକ୍ ଅଛି। ମୁଁ ପରି ଗୋଟେ 1 ମନ୍ଥ ପୂର୍ବରୁ ବି ଅଲରେଡ଼ି ବି ମୁଁ ଭିଡ଼ିଓରେ ମଧ୍ୟ ଅପଡ଼େଟ୍ ମଧ୍ୟ ଦେଇଥିଲି। 1 ମନ୍ଥ ପୂର୍ବରୁ ବି ଅଲରେଡ଼ି ବି ମୁଁ କହିଥିଲି, ଠିକ୍ ଅଛି। 1 ମନ୍ଥ ପୂର୍ବରୁ ମୁଁ ଆମର ଯେତେବେଳେ ବି OCBR ବି କେବେ ଆସିବ, କ'ଣ ସବୁ ହେବ ତା ବାବଦରେ ମୁଁ ଅଲରେଡ଼ି ବି 1 ମନ୍ଥ ପୂର୍ବରୁ ଗୋଟେ ଭିଡ଼ିଓ ଅପଲୋଡ଼ କରିଥିଲି, ଆପଣମାନେ ଦେଖିପାରୁଥିବେ, ଠିକ୍ ଅଛି। ଓକେ, ତ ମୁଁ ତୁମକୁ ଏଇଠି ସାଉଣ୍ଡ କମେଇ ଦେଉଛି, ଆପଣ ଦେଖିପାରୁଥିବେ 1 ମନ୍ଥ ପୂର୍ବରୁ ଭିଡ଼ିଓ ଅପଲୋଡ଼ କରିଥିଲି ଏବଂ କହିଥିଲି କେଉଁ ଦିନ ଆସିବ, ଠିକ୍ ଅଛି। ତ ଆପଣମାନେ ଦେଖିପାରୁଥିବେ ମୁଁ ତୁମକୁ କହିଥିଲି ନୋଟିଫିକେସନ୍ ଅଗଷ୍ଟ ସେପ୍ଟେମ୍ବର ମାସ ଦେଖିବାକୁ ମିଳିଯିବ। ରିଟିନ୍ ଏକ୍ଜାମ୍ ଆପଣଙ୍କର ଅକ୍ଟୋବର ନଭେମ୍ବର ମାସ ମିଳିଯିବ। ଫିଜିକାଲ୍ ୱିଥ୍ ଆମର ଡକୁମେଣ୍ଟ ଭେରିଫିକେସନ୍ ଜଏନିଂ ନଭେମ୍ବର ଡିସେମ୍ବର ଜାନୁଆରୀ ସେଇ ଭିତରେ ଆପଣମାନଙ୍କୁ ମିଳିଯିବ। ଏବଂ ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ଟାଇମ୍ରେ ଆପଣ ଦେଖିପାରୁଥିବେ ନ୍ୟୁଜ୍ ପେପର୍ ବା ଆପଣମାନେ କୌଣସି OTV ନ୍ୟୁଜ୍ ବା କନକ ନ୍ୟୁଜ୍ରେ ଆପଣମାନେ ବି ଦେଖିପାରୁଥିବେ ରିକ୍ରୁଟମେଣ୍ଟ ଆର ସେପ୍ଟେମ୍ବର ଅକ୍ଟୋବର ଭିତରେ ଆସିବେ, ଅଲରେଡ଼ି ମେନ୍ସନ୍ କରିଦେଇଛି। ଏବଂ ଡିସେମ୍ବର ସୁଦ୍ଧା ଆର ଲେଟର୍ ଆପଏଣ୍ଟମେଣ୍ଟ ଲେଟର୍ ମଧ୍ୟ ଦେଇଦେବ ବୋଲି ଆସି ମେନ୍ସନ୍। ଆଉ ମୁଁ ଗ୍ରୁପ୍ରେ ବି ଅଲରେଡ଼ି ବି ଆପଣମାନଙ୍କୁ ମଧ୍ୟ ଗୋଟେ ପେପର୍ ମଧ୍ୟ ଅଲରେଡ଼ି ବି ସେଣ୍ଡ କରିଦେଇଛି। କେତେ କ'ଣ ପଦବୀ ଆସିବ, କେଉଁ ଜାଗା କେଉଁଠି ପଦବୀ ଆସିବ, କେତେ ପଦବୀ ଖାଲି ପଡ଼ିଛି ଏବଂ କେଉଁ ଦିନ ମାନେ କେଉଁ ମନ୍ଥରେ ଆସିବ, ମୁଁ ଅଲରେଡ଼ି ବି ଆମ ଚ୍ୟାନେଲରେ ମଧ୍ୟ ଅଲରେଡ଼ି ବି ଅପଡ଼େଟ୍ ଦେଇ ଆସିଛି। ବଟ୍ ଆଜି ଭିଡ଼ିଓ ଅପଲୋଡ଼ କରିବାର କି ମତଲବ ହେଇକି ଯେ ଯେଉଁମାନେ ବି ଆପଣମାନେ ବିଶ୍ୱାସ କରୁନ ରିକ୍ରୁଟମେଣ୍ଟ ଆସିବ କି ନାହିଁ, 100% ରିକ୍ରୁଟମେଣ୍ଟ ଆସିବ। ଆପଣଙ୍କୁ ଆଜିଠୁ ପଢ଼ିବାର ଅଛି। ମୁଁ ଅଲରେଡ଼ି ବି ଆମ ସବୁ ଭିଡ଼ିଓରେ କହେକି ଆପଣମାନେ ରିକ୍ରୁଟମେଣ୍ଟ ଆସିବାକୁ ଅପେକ୍ଷା ନ କରିକି ବେଟର୍ ହେବ ଆପଣମାନେ ପ୍ରାକ୍ଟିସ୍ କରୁଥିବେ। ଯେ ଫିଜିକାଲ୍ ହେଇଗଲା, ରିଟିନ୍ ହେଇଗଲା, ଆପଣମାନେ ଡେଲି ପ୍ରାକ୍ଟିସ୍ କରୁଥାନ୍ତୁ, କାରଣ ରିକ୍ରୁଟମେଣ୍ଟ ବହୁତ ଜଲ୍ଦି ଆସିବାର ସମ୍ଭାବନା ଅଛି। ଆପଣ ଜାଣିଲେ ୱେବସାଇଟ୍ ଡେଲି ଅପଡ଼େଟ୍ ହେଉଛି, ବହୁତ ସାରା ନ୍ୟୁଜ୍ ମଧ୍ୟ ଆସୁଛି। ତ ନିହାତି ଭାବରେ ଆପଣମାନେ ଜାଣି ରଖନ୍ତୁ 100% ରିକ୍ରୁଟମେଣ୍ଟ ଆସୁଛି। ଏବଂ କିଛି ୟୁଟ୍ୟୁବ୍ ମୁଁ ତୁମକୁ ରିକ୍ୱେଷ୍ଟ କରି କହିବି ଯେ କିଛି ୟୁଟ୍ୟୁବର କ'ଣ ଥିଲେ କି ଆଗରୁ କହୁଥିଲେ 2024ରେ ଆମର ଓଡ଼ିଶା ପୋଲିସ ଆସିବନି, ଆପଣମାନେ ରାଲି କଲେ ଯାଇକି ଓଡ଼ିଶା ପୋଲିସ ଆସିବ, ନହେଲେ ଆସିବନି। ଆମର ଯେଉଁ OCBR ବି ଯାଇକି ରାଲି କଲେ ଆସିବ। ବଟ୍ ଏଇସବୁ ୟୁଟ୍ୟୁବରଠୁ ଦୂରେଇ ରୁହନ୍ତୁ। କ'ଣ ପାଇଁ କହିଲେ ନା, ଆପଣମାନଙ୍କୁ ମୁଁ କହିଦେଉଛି ତୁମେ ରାଲି କର କି ନ କର, ଯେତେବେଳେ ରିକ୍ରୁଟମେଣ୍ଟ ଆସିବା କଥା ଆସିବ। କିନ୍ତୁ ରାଲି କଲେ ଏତିକି ବେନିଫିଟ୍ ରହୁଛି କି ଗଭର୍ଣ୍ଣମେଣ୍ଟକୁ ଟିକେ ପ୍ରେସର ପଡ଼ିବ, ତା ବି କଥା ନାହିଁ। ରିକ୍ରୁଟମେଣ୍ଟ 100% ଆସିବ। ଦେଖ ଏବେ ସୁଦ୍ଧା OCBR ରାଲି ହେଇନି 2024। ବର୍ତ୍ତମାନ ସେ ନ୍ୟୁଜ୍ ଫ୍ୟୁଜ୍ ଅଲରେଡ଼ି ବି ବାହାର କରିସାରିଲେଣି ଯେ OCBR ବି ବାହାରିବ ସେପ୍ଟେମ୍ବର ଅକ୍ଟୋବର ମାସରେ ନୋଟିଫିକେସନ୍ ଆସିଯିବ। ଡିସେମ୍ବର ଭିତରେ ତା'ର ଜଏନିଂ ଦେବ, ଅଲରେଡ଼ି ବି ଅପଡ଼େଟ୍ ଆସିଯାଇଛି। ତ ଆପଣମାନେ ମୁଁ ତୁମକୁ କହୁଛି ଆପଣମାନେ ପଢ଼ାପଢ଼ି କରନ୍ତୁ, ଫିଜିକାଲ୍ ପାଇଁ ଡେଲି ପ୍ରାକ୍ଟିସ୍ କରନ୍ତୁ। ଆପଣ ଜାଣିଥିବେ ମାନେ ଆପଣ ଓଡ଼ିଶା ପୋଲିସରେ 3 ମାସ ଭିତରେ ଆପଣଙ୍କୁ ରିକ୍ରୁଟମେଣ୍ଟ କମ୍ପ୍ଲିଟ୍ କରିଦେବ। ଆପଣମାନେ ରିଟିନ୍ ପାଇଁ ପ୍ରିପାରେସନ୍ ହେବେ ନା ଫିଜିକାଲ୍ ବି ପ୍ରିପାରେସନ୍ ହେବେ, ଆପଣମାନେ ଜାଣିପାରିବେ ନାହିଁ। କାରଣ ଜାଣିଥିବେ ଆପଣମାନେ ଅନଲାଇନ୍ ଡେଟ୍ର ମାସେ ପରେ ତା'ର ରିଟିନ୍ ଏକ୍ଜାମ୍ କରିଦେବ। ରିଟିନ୍ ଏକ୍ଜାମ୍ କରିସାରିଲା ପରେ 10-15 ଦିନ ପରେ ତା'ର ଫିଜିକାଲ୍ କରିଦେବ। ଆପଣମାନେ ଭାବନ୍ତୁ ଏବେଠୁ ଯଦି ଆପଣମାନେ ଫିଜିକାଲ୍ ରିଟିନ୍ ପାଇଁ ପ୍ରିପାରେସନ୍ ନ କରିବେ, ଆପଣମାନଙ୍କୁ ସେତେବେଳେ ବହୁତ ସାରା ଅସୁବିଧା ହେଇଯିବ। ତ ତେଣୁ ହଁ, ଆଉ ଗୋଟେ କଥା କହୁଛି, ଆପଣମାନେ ଯଦି ବୁକ୍ ଫ୍ରିରେ ନେବାକୁ ଚାହୁଁଛନ୍ତି ତ ଆପଣଙ୍କୁ ଆପଣ ଯଦି ବୁକ୍ ଫ୍ରିରେ ପାଇବାକୁ ଚାହୁଁଛନ୍ତି, ନିହାତି ଭାବରେ ଆମର ଗ୍ରୁପ୍ରେ ଜଏନ୍ ହଉ, ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ ହଉ କିମ୍ବା ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇକି ସେଇଠି ମୋତେ ମେସେଜ୍ କରିପାରିବ। ମୁଁ ତୁମକୁ ଫ୍ରିରେ ମଧ୍ୟ ଏଇ ବୁକ୍ ଗୁଡ଼ା ଦେଇଦେବି। ବହୁତ ସାରା ବୁକ୍ ଅଛି, ଆପଣମାନେ ଫ୍ରିରେ ମଧ୍ୟ ନେଇପାରିବେ, ଠିକ୍ ଅଛି। ତ ଆପଣଙ୍କୁ ମୁଁ ବହୁତ ହେଲ୍ପ କରୁଛି, କାରଣ ଆପଣ ଜାଣିଥିବେ ବୁକ୍ ପାଖାପାଖି 200-300 MB ଯେତେ ପ୍ରକାର ବୁକ୍ ଅଛି, 10-12ଟା 11ଟା ବୁକ୍ ଅଛି। 200 MB ଆପଣମାନଙ୍କୁ ଫ୍ରିରେ ମୁଁ ତୁମକୁ ବୁକ୍ ମଧ୍ୟ ପ୍ରୋଭାଇଡ଼ କରୁଛି। ତ ଆପଣମାନେ ନିହାତି ଭାବରେ
ସପୋର୍ଟ କରିଥାନ୍ତୁ, ଚ୍ୟାନେଲ୍ ସହିତ ଯୋଡ଼ିକି ରହିଥାନ୍ତୁ, ଏମିତି ଭଲ ଭଲ ରିଏଲ୍ ଅପଡ଼େଟ୍ ମଧ୍ୟ ପାଇବା ପାଇଁ। ଆପଣମାନଙ୍କୁ ମୁଁ ଅଲରେଡ଼ି ବି କହିଦେଇଥିଲି ବି, ଯାହା ବି ମୁଁ ତୁମକୁ କହୁଛି ସବୁ ରିଏଲ୍ ଜିନିଷ ହିଁ କହୁଛି। ଫରେଷ୍ଟ ଗାର୍ଡ଼ ବିଷୟରେ ମଧ୍ୟ ଅଲରେଡ଼ି ବି କହିଦେଇଥିଲି। ସେପ୍ଟେମ୍ବର ମାସରେ ତା'ର ଫିଜିକାଲ୍ ହେବ, ଅଗଷ୍ଟ ମାସରେ ରେଜଲ୍ଟ ବାହାରିବ, ମୁଁ ଅଲରେଡ଼ି କହିଥିଲି, ସେୟା ହିଁ ହେଲା। ଆପଣ OECBR ବି ଅକ୍ଟୋବର ସେପ୍ଟେମ୍ବର ଅଗଷ୍ଟ ଭିତରେ ଆସିବ। ଆପଣମାନେ ଜାଣିଥିବେ ନୋଟିଫିକେସନ୍ ମଧ୍ୟ ଆସିଯିବ ତା ଭିତରେ। ଓକେ, ତ ଆପଣମାନେ ରେଡ଼ି ହେଇକି ରହିଥାନ୍ତୁ। ଆଶା କରୁଛି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହୋଇଥାଏ। ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ, ଯେତେବେଳେ ଭିଡ଼ିଓ ଅପଲୋଡ଼ ହେବ ଆପଣଙ୍କ ପାଖରେ ତା ପ୍ରତି ନୋଟିଫିକେସନ୍ ଆସିବ। ତ ରହୁଛି, ଦେଖା ନେକ୍ସଟ ଭିଡ଼ିଓରେ। ସେଥିପାଇଁ ଜୟ ଜଗନ୍ନାଥ।